ମୁଁ ଷ୍ଟେଟ୍ରେ ଗୋଲ୍ଡ ପାଇଲା ପରେ ଓଡ଼ିଶାରେ ମୁଁ ନ୍ୟାସନାଲ୍ ଖେଳିବାକୁ ଯାଇଥିଲି। 38 ସବ୍ ଜୁନିୟର ନ୍ୟାସନାଲ୍ ଚାମ୍ପିଅନସିପ୍ ଆଗ୍ରାରେ ହେଇଥିଲା। ସେଇଠି ମୋର ବ୍ରୋଞ୍ଜ ହେଇଥିଲା। ଆଉ ମୋର ଏ ଜିତିବା ପଛରେ ମୋ ବାପା ମା, ମୋ ସାଙ୍ଗମାନେ, ମୋ କୋଚ୍, ଆମ ଅର୍ଗାନାଇଜେସନ୍ ମେମ୍ବରମାନେ ବହୁତ ମୋତେ ସାହାଯ୍ୟ କଲେ। ଆଉ ମୁଁ ଏଥିପାଇଁ ବହୁତ ଖୁସି ଆଉ ଗର୍ବିତ। ଫାଷ୍ଟ ତ ଆମର ଷ୍ଟେଟ୍ ଲେବୁଲ୍ ହେଇଥିଲା। ଷ୍ଟେଟ୍ ଲେବୁଲ୍ରେ 10 ଜଣ ପିଲା ଆମର ଭଦ୍ରକରୁ ପାର୍ଟିସିପେଟ୍ କରିଥିଲେ। 10 ଜଣ ଯାକ ମେଡ଼ାଲ୍ ହାସଲ କରିଥିଲେ। କିନ୍ତୁ ଇଏ ଝିଅ ପିଲାଟି ସୁଦୀପ୍ତା ବାରିକ ଆମର ଯାଇଥିଲା 38 ନ୍ୟାସନାଲ୍ ଇଏ ଗେମ୍ଟା ଆଗ୍ରାର ୟୁପି ଆଗ୍ରାରେ ହେଉଥିଲା। ସେ ବହୁତ ବଡ଼ କଥା ଯେ ସେ ଭଦ୍ରକ ପାଇଁ ଗୋଟେ ମେଡ଼ାଲ୍ ହାସଲ କରି ନେଇକି ଆସିଛି। ଆଉ ସମସ୍ତେ ତା ପାଇଁ ଖୁସି ଅଛନ୍ତି। ପୁରା ଭଦ୍ରକ ମାଟି ତା ପାଇଁ ଗର୍ବିତ। ମୁଁ ଭଦ୍ରକ ଟାଇକଣ୍ଡର ସେକ୍ରେଟାରୀ ହିସାବରେ ତାକୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଭଦ୍ରକରୁ ଜଣେ ଯାଇଥିଲା, ସେ ଜଣେ ମେଡ଼ାଲ୍ ନେଇକି ଆସିଛି।